हेलो एवरीवन वेलकम समस्त गोटे नुआ एंड फ्रेश वीडियो रे आज वीडियोटा हमर समस्त फर्स्ट सेमेस्टर स्टूडेंट मानक पई इफेक्टिव ठीक अछि जो माने हमर आंध्र बीएड करूचंती फर्स्ट सेमेस्टर असाइनमेंट को नेकी टेंशन रे अछंती फर्स्ट सेमेस्टर हो बा आपनकर जे कोनोसी सेमेस्टर असाइनमेंट हो ठीक अछि जहा कहूची सब यूनिवर्सिटी रो पिला मानक पई इफेक्टिव एवं सब सेमेस्टर रो पिला मानक पई इफेक्टिव ठीक अछि तो आपण मानकर कमेंट आसतला सर हमर असाइनमेंट हम केमिति लेखिबु हमर एग्जाम फर्स्ट सेमेस्टर सरी जाईची एजेंट खाता ଦେଇଛନ୍ତି ତ କେତେ ଦିନ ଭିତରେ ଆମକୁ ଲେଖିକି ସବମିଟ୍ କରିବାକୁ ପଡ଼େ ଠିକ୍ ଅଛି ଆଉ ପିଡିଏଫ୍ ଯାହା ଦେଇଛନ୍ତି ସେ ପିଡିଏଫ୍ରେ ବେଶୀ ଅଛି ଖାତାରେ ପେଜେସ୍ କମ୍ ଅଛି ତ ଆମେ କ'ଣ କରିବୁ ତାପରେ ଆସାଇନମେଣ୍ଟରେ ଆପଣଙ୍କର ଇମେଜେସ୍ କରିବାକୁ ପଡ଼େ କି ନାହିଁ ଠିକ୍ ଅଛି କେତେ ଦିନ ଭିତରେ ଆପଣଙ୍କର ସବମିଟ୍ କରିବାକୁ ପଡ଼େ ପୋଷ୍ଟାଲରେ ଦେବେ ନା ଆପଣ ଯାଇକି ଦେବାକୁ ପଡ଼େ ସବୁ ଡାଉଟ୍ ଆପଣଙ୍କର କ୍ଲିୟର କରାହେବ ଏ ଭିଡ଼ିଓରେ ତ ଯେଉଁମାନେ ଆମ ଚ୍ୟାନେଲକୁ ନୂଆ ନିହାତି ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିବ ଭିଡ଼ିଓଟା ସମ୍ପୂର୍ଣ୍ଣ ଦେଖିବେ ଯାହାଫଳରେ ସବୁ ଡାଉଟ୍ ଆପଣଙ୍କର କ୍ଲିୟର ହେବ ଫାର୍ଷ୍ଟ ସେମିଷ୍ଟର ଆସାଇନମେଣ୍ଟକୁ ନେଇକି ଠିକ୍ ଅଛି ଟିକେ ପେସେନ୍ସ ସହିତ ଭିଡ଼ିଓଟା ଦେଖିବେ କାହିଁକିନା ଆପଣମାନଙ୍କ ପାଇଁ ହିଁ ଭିଡ଼ିଓଟା କରାହେଉଛି ଆପଣମାନେ ଯଦି ନ ଦେଖିବେ ଦେନ୍ ଆପଣମାନଙ୍କର ଡାଉଟଟା ଆପଣ କ୍ଲିୟର କରିପାରିବେ ନାହିଁ ଠିକ୍ ଅଛି ଆପଣଙ୍କର ଫ୍ରଣ୍ଟ ପେଜରେ କ'ଣ ଲେଖାଯିବ ସାର୍ଟିଫିକେଟ୍ ପେଜରେ କ'ଣ ଲେଖାଯିବ ଇଣ୍ଡେକ୍ସରେ କ'ଣ ଲେଖାଯିବ ଭିତର ପେଜରେ କ'ଣ କେମିତି ଲେଖିବେ ସବୁ ଆପଣଙ୍କୁ ଡିଟେଲ୍ସରେ ବୁଝେଇବି ଠିକ୍ ଅଛି ତ ଭିଡ଼ିଓଟା ଆରମ୍ଭ କରୁଛି ଆପଣମାନେ ପେସେନ୍ସ ସହିତ ଦେଖନ୍ତୁ ଦେଖିଲା ଆଉ ପରେ ଗୋଟେ ଥିଲା ଆପଣ ଆସାଇନମେଣ୍ଟ ଅଦର କୌଣସି ପିଲାଙ୍କୁ ଦେଇକି ଲେଖେଇଲେ ସେମିତି ହୁଏ କି ତାହା କୌଣସି ପ୍ରୋବ୍ଲେମ୍ କ୍ରିଏଟ୍ କରେ କି ଏଇଟା ବି ଆପଣଙ୍କ ଡାଉଟ୍ ଥିଲା ତ ସବୁ କିଛି ଏ ଭିଡ଼ିଓରେ ଆପଣ ଜାଣିବାକୁ ଆପଣ ପାଇବେ। ଯଦି ଭିଡ଼ିଓଟା ସମ୍ପୂର୍ଣ୍ଣ ଦେଖୁଛନ୍ତି ଆପଣଙ୍କର ଡାଉଟ୍ ବୋଲି କିଛି ରହିବ ନାହିଁ ଆସାଇନମେଣ୍ଟ ଉପରେ ଠିକ୍ ଅଛି ତ ଚାଲନ୍ତୁ ଷ୍ଟାର୍ଟ କରିବା ତ ସମସ୍ତେ ଟିକେ ଭଲସେ ଦେଖିବେ କାହିଁକିନା ମୁଁ ପୁରା ଡିଟେଲ୍ସରେ କହୁଛି ଥରେ ହିଁ ଆପଣ ବୁଝିଯିବେ ଦୁଇଥର ଭିଡ଼ିଓ ଦେଖିବାକୁ ପଡ଼ିବନି ବୁଝିଲା ତ ଆପଣମାନେ ଯେକୌଣସି ୟୁନିଭର୍ସିଟିର ଷ୍ଟୁଡେଣ୍ଟ ହେଇଥାନ୍ତୁ ନା କାହିଁକି ନା ସମସ୍ତଙ୍କୁ ସେମ୍ ପ୍ରକାର ଖାତା ମିଳେ ଠିକ୍ ଅଛି ମାନେ ଆପଣଙ୍କର କଲେଜର ନାଁ ଡିଫରେଣ୍ଟ ଥିବ ଯେମିତିକି ଏଇ ଜାଗାରେ ଲେଖା ହେଇଛି ଶ୍ରୀ ଭେଙ୍କଟେଶ୍ୱର କଲେଜ ଅଫ୍ ଏଜୁକେସନ୍ ଠିକ୍ ଅଛି ଏମିତି ଆପଣଙ୍କର କଲେଜର ନାଁ ଅଲଗା ଥିବ ଆପଣ ଯେଉଁ କଲେଜରେ ପଢ଼ୁଛନ୍ତି ଠିକ୍ ଅଛି ଏମିତି କଲେଜର ଆଡ୍ରେସ୍ ଥିବ ବୁଝିଲା ଏସବୁ ଆପଣଙ୍କର ଡିଫରେଣ୍ଟ ଥିବ ତ ଆପଣଙ୍କୁ ସେମ୍ ଏମିତି ଗୋଟେ ଫ୍ରଣ୍ଟ ପେଜ୍ ମିଳିବ ବା ଏମିତି ଗୋଟେ ଖାତା ମିଳିବ ଖାତାରେ ପେଜେସ୍ କମ୍ ଥାଇପାରେ ଠିକ୍ ଅଛି କିନ୍ତୁ ଯାହା କହୁଛି ଭଲସେ ବୁଝନ୍ତୁ ଏମିତି ଆପଣଙ୍କର ଫାର୍ଷ୍ଟ ସେମିଷ୍ଟର ହଉ ସେକେଣ୍ଡ ଥାର୍ଡ଼ ଫୋର୍ଥ ଯାହା ବି ସେମିଷ୍ଟର ହଉ ମାନେ ଏଇଟାକୁ ଏକ୍ଜାମ୍ପଲ୍ ହିସାବରେ ସବୁ ସେମିଷ୍ଟରର ମାନେ ଆପଣମାନଙ୍କୁ ଫାର୍ଷ୍ଟ ସେମିଷ୍ଟରଟା ଦେଇକି ବୁଝଉଛି ସବୁ ଆଉ ବାଦ ବାକି ଯାହା ବି ସେମିଷ୍ଟର ଦେବେ ସେମ୍ ଆପଣ ଗୋଟେ ଯଦି ବୁଝି ଯାଉଛନ୍ତି ଆଉ ଆପଣଙ୍କର ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବନି ବୁଝିଲା ତ ଦେଖନ୍ତୁ ଏମିତି ଏଇଟାରେ ଫାର୍ଷ୍ଟ ସେମିଷ୍ଟର ଲେଖା ହେଇଛି ତ ଏମିତି ହିଁ ଆପଣଙ୍କର ଫାର୍ଷ୍ଟ ସେମିଷ୍ଟରରେ କେତେଟା ଟୋଟାଲ୍ ଆପଣଙ୍କର 5ଟା ବୁକ୍ ଅଛି 5ଟା ଆପଣ ଲେଖିବେ ଠିକ୍ ଅଛି ତ ଫାର୍ଷ୍ଟ ଆପଣ ଫ୍ରଣ୍ଟ ପେଜ୍ରେ କ'ଣ ଲେଖିବେ ତାହା ବୁଝନ୍ତୁ ହଁ ଆଉ ଗୋଟେ କଥା ଆପଣଙ୍କର ଏଜେଣ୍ଟ ଆପଣଙ୍କୁ PDF ପ୍ରୋଭାଇଡ଼ କରିବେ ଆଉ ତା ସହିତ ଆପଣଙ୍କର ନୋଟ୍ ମାନେ ଆପଣଙ୍କର ଆସାଇନମେଣ୍ଟ ଖାତା ପ୍ରୋଭାଇଡ଼ କରିବେ ଠିକ୍ ଅଛି ତ ସିଏ ଯାହା ବି ଦେଉଛନ୍ତି ତାହାକୁ ଲେଖିବେ ଆଉ ତାଙ୍କଠୁ ପରାମର୍ଶ ନେଇକି ଲେଖିବେ ଠିକ୍ ଅଛି କାହିଁକି ନା ଦେଖନ୍ତୁ ଆପଣ ସମସ୍ତେ ନିଜର ଏଜେଣ୍ଟ ଥ୍ରୁରେ ଆଡ଼ମିସନ୍ କରିଛନ୍ତି ଠିକ୍ ଅଛି ତ ଏଜେଣ୍ଟ ଫାର୍ଷ୍ଟ କଥା ଆଡ଼ମିସନ୍ ଆଗରେ ଏଜେଣ୍ଟ ଭଲଟା ଗୋଟେ ବାଛିବା ଦରକାର ଠିକ୍ ଅଛି ମାନେ ଭଲ ଏଜେଣ୍ଟ ବାଛିଲେ କ'ଣ ହୁଏ ଫ୍ୟୁଚରରେ ଆମର ବହୁତ ପଇସା ସେମାନେ ନେଇଯାଆନ୍ତି କାହିଁକି ନା ମାନେ ସେମାନେ ଚାର୍ଜ କହିକି ନେଇଯାଆନ୍ତି ପ୍ରାକ୍ଟିକାଲ ଟିଚିଂ ପାଇଁ ନେଇଯାଆନ୍ତି ତ ଆପଣମାନେ ଆଡ଼ମିସନ୍ ସମୟରେ ତାହାକୁ ମାନେ କଥାବାର୍ତ୍ତା ତାହାକୁ ସେଟେଲ୍ ମାନେ ଫି ଷ୍ଟ୍ରକ୍ଚରକୁ ସେଟେଲ୍ କରି ଆଡ଼ମିସନ୍ କରିବା କଥା ଠିକ୍ ଅଛି ତ ସିଏ ଆପଣଙ୍କର ଯାହା ବି ପ୍ରୋଭାଇଡ଼ କରିବେ ଆଉ ଗୋଟେ କଥା ମୁଁ କହୁଛି ଆମର ଆସାଇନମେଣ୍ଟର ମାର୍କ ଏଜେଣ୍ଟଙ୍କ ହାତରେ ହିଁ ଥାଏ ଠିକ୍ ଅଛି କାହିଁକି ନା ଆପଣଙ୍କର ଖାତା ସିଏ ସବମିଟ୍ କରନ୍ତି କେତେକ ଏଜେମାନେ ତ ଖାତା ସବମିଟ୍ କରନ୍ତିନି କିନ୍ତୁ ହେଲେ ବି ସେମାନଙ୍କ ପିଲାମାନଙ୍କର ମାର୍କ ମିଳିଯାଏ କେମିତି ମିଳେ ସେ କଲେଜର ପ୍ରିନ୍ସିପାଲଙ୍କ ସହିତ ଲିଙ୍କରେ ଥାନ୍ତି ତାଙ୍କ ସହିତ ଟଚ୍ରେ ଥିଲେ ତାଙ୍କର କଥାବାର୍ତ୍ତାରେ ସେମିତି ହେଇଯାଏ ଠିକ୍ ଅଛି ତ ଆମେ ସେ ନ ଲେଖିକି ମାର୍କ ଆମକୁ ବାଇଚାନ୍ସ ଯଦି ବ୍ୟାକ୍ ଲାଗିଯାଏ ସେସବୁ ଦରକାର ନାହିଁ ସେସବୁ ଭିତରେ ଆମେ ଯିବାନି ସିମ୍ପଲ୍ରେ ଯିବା ଆପଣଙ୍କର ଆସାଇନମେଣ୍ଟ ଆପଣଙ୍କୁ ଏଜେଣ୍ଟ ପ୍ରୋଭାଇଡ଼ କରିବେ ତାହାର PDF ପ୍ରୋଭାଇଡ଼ କରିବେ ଆପଣ ତାହାକୁ ଦେଖିକି ଲେଖିବେ ଠିକ୍ ଅଛି ତ ଯେହେତୁ ଆପଣ ଫାର୍ଷ୍ଟ ସେମିଷ୍ଟରର ଷ୍ଟୁଡେଣ୍ଟ ବୁଝିପାରୁନାହାନ୍ତି ସେଥିପାଇଁ ମୁଁ ଆପଣଙ୍କୁ ବତାଉଛି ବୁଝାଉଛି ଭଲସେ ବୁଝିଯାଆନ୍ତୁ ଫ୍ୟୁଚରରେ ଆପଣଙ୍କର ଆହୁରି 3ଟା ସେମିଷ୍ଟର ଅଛି ତାହା ପାଇଁ ଆପଣଙ୍କର ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବନି ଠିକ୍ ଅଛି ମୁଁ ଆପଣଙ୍କର ଫାର୍ଷ୍ଟ ଗୋଟେ ଫ୍ରଣ୍ଟ ପେଜ୍ ଅଛି ଆସାଇନମେଣ୍ଟରେ ଠିକ୍ ଅଛି ତାପରେ ଆପଣଙ୍କର ସାର୍ଟିଫିକେଟ୍ ପେଜ୍ ଗୋଟେ ଅଛି ଇଣ୍ଡେକ୍ସ ଗୋଟେ ଅଛି ତ କେଉଁଥିରେ କ'ଣ ଲେଖାଯାଏ ମୁଁ ଫାର୍ଷ୍ଟ ବତାଉଛି ତାପରେ ଆପଣଙ୍କୁ ମୁଁ ଆଉ ଗୋଟେ ଏକ୍ଜାମ୍ପଲ୍ ଦେଇକି ବୁଝେଇବି ହେଲା ତ ଫାର୍ଷ୍ଟ ଆମେ ଏଠାରୁ ଷ୍ଟାର୍ଟ କରିବା ହେଲା ତ ଏଥିରେ ସମସ୍ତେ ଜାଣିଛନ୍ତି ନେମ୍ ଅଫ୍ ଦି ଷ୍ଟୁଡେଣ୍ଟ ଟିଚର ମାନେ କ'ଣ ଆପଣମାନେ ସମସ୍ତେ ବିଏଡ୍ କରୁଛନ୍ତି ମାନେ ଆପଣ ଜଣେ ଜଣେ ଷ୍ଟୁଡେଣ୍ଟ ଟିଚର ଠିକ୍ ଅଛି ତ ଆପଣଙ୍କର ନାଁ ମେନସନ୍ ହେବ ଏଇ ଜାଗାରେ ଯେମିତି ରେଗୁଲାର ଲେଖୁଛନ୍ତି ଫାର୍ଷ୍ଟ ଲେଟରଟା ଆପଣଙ୍କର ବଡ଼ ଆଉ ବାଦ ବାକି ସବୁ ସାନ ଠିକ୍ ଅଛି କିମ୍ବା ଆପଣ ସବୁ ବଡ଼ ବି ଲେଖିପାରିବେ ତାହା ଗୋଟେ ମାନେ ତାହା ମ୍ୟାଟର ନୁହଁ ଆପଣଙ୍କର ଉପରେ ଆପଣ ଯେମିତି ଲେଖିଲେ ଲେଖିପାରିବେ ଠିକ୍ ଅଛି ଆପଣଙ୍କର ଫୁଲ୍ ନାଁ ଆସିବ ଆପଣଙ୍କ ରୋଲ୍ ନମ୍ବର ଏଇଟା ବ୍ଲାଙ୍କ ଛାଡ଼ିଦେବେ ଏଇଟା ଲେଖିବାର କିଛି ଆବଶ୍ୟକତା ନାହିଁ ଠିକ୍ ଅଛି ଆମର ରୋଲ୍ ନମ୍ବର ଆସେନି ଆମର ରେଜିଷ୍ଟ୍ରେସନ୍ ନମ୍ବର ଆସେ ସବୁ ଆନ୍ଧ୍ର ବିଏଡ୍ ପିଲାମାନଙ୍କ କଥା କୁହାହେଉଛି
ସମସ୍ତଙ୍କର ରେଜିଷ୍ଟ୍ରେସନ ନମ୍ବର ଆସେ ଯାହାକି ଆପଣ ଏଇ ଜାଗାରେ ମେନସନ୍ ଲେଖିବେ ଆପଣଙ୍କର ହଲ୍ ଟିକେଟ୍ ଆପଣ ଯେଉଁ ଫାର୍ଷ୍ଟ ସେମିଷ୍ଟର ଦେଇଛନ୍ତି ସେଥିରେ ମେନସନ୍ ଥାଏ ଠିକ୍ ଅଛି। ତ ତାହାକୁ ଦେଖିବେ, ତାହାକୁ ଦେଖିକି ଆପଣ ଏଇ ଜାଗାରେ ଲେଖିବେ। କ୍ଲିୟର ହେଲା? ଦେନ୍ ତଳେ ଦେଖନ୍ତୁ ତଳେ ଲେଖା ହେଇଛି କ'ଣ ପେଡାଗୋଜିସ୍ ଠିକ୍ ଅଛି। ପେଡାଗୋଜିସ୍ ମାନେ କ'ଣ ଆପଣ ଯଦି ଆର୍ଟ୍ସ ଷ୍ଟ୍ରିମ୍ ଆପଣଙ୍କର ଇଂଲିଶ ଲେଖିବେ ଠିକ୍ ଅଛି। ଆଣ୍ଡ ସେକେଣ୍ଡରେ ସୋସିଆଲ ସାଇନ୍ସ ଲେଖିପାରିବେ, ସୋସିଆଲ ଷ୍ଟଡିଜ୍ ଯାହା ବି ଲେଖିଲେ ସେମ୍ କଥା ଠିକ୍ ଅଛି। ଆଣ୍ଡ ଆପଣ PCM ଯଦି ହେଉଛନ୍ତି ଫାଷ୍ଟ ଆପଣ ଲେଖିବେ ଫିଜିକ୍ସ ଦେନ୍ ମ୍ୟାଥମେଟିକ୍ସ ଠିକ୍ ଅଛି। ଆଉ ଯଦି ଆପଣଙ୍କର CBZ ଦେନ୍ ଆପଣ ସେଇ ସବୁ ଲେଖିବେ। ଆଉ ଆପଣ କହିବେ ସାର୍ ଆମେ ଆଗରେ ମାନେ ଆର୍ଟ୍ସ ପିଲା ଇଂଲିଶ ଲେଖିବୁ ନା ସୋସିଆଲ ସାଇନ୍ସ ଲେଖିବୁ, କେଉଁଟା ଆଗରେ ଲେଖିବୁ କେଉଁଟା ପଛରେ, ତ ତାହା ପାଇଁ ବି ଆପଣ ଆପଣଙ୍କର ଆଡ଼ମିଟ୍ କାର୍ଡ଼ ବା ହଲ୍ ଟିକେଟ୍କୁ ଦେଖିବେ ଆପଣଙ୍କର ଯେଉଁ ଏକ୍ଜାମ୍ଟା ଆଗରେ ହେଇଛି ଠିକ୍ ଅଛି। ଧରନ୍ତୁ ଆପଣଙ୍କର ସୋସିଆଲ ଷ୍ଟଡିଜ୍ଟା ଆଗରେ ହେଇଛି ଦେନ୍ ଆପଣ ଏଇ ଜାଗାରେ ସୋସିଆଲ ଷ୍ଟଡିଜ୍ ଲେଖିବେ ଠିକ୍ ଅଛି। ଆଉ ଯଦି ଆପଣଙ୍କର ଇଂଲିଶଟା ଆଗରେ ହେଇଛି ଦେନ୍ ଆପଣ ଇଂଲିଶ ଲେଖିବେ। ଆଡ଼ମିଟ୍ କାର୍ଡ଼ ହିସାବରେ ଏଇ ଜାଗାରେ ମେନସନ୍ କରିଦେବେ ବୁଝିଲା। ତ ଯାହା ବି ଲେଖିବେ ସବୁ ପେପରରେ ସେମ୍ ହିଁ ହେବ ଠିକ୍ ଅଛି। ଆପଣ ଫାର୍ଷ୍ଟ ସେମିଷ୍ଟରରୁ ଫୋର୍ଥ ସେମିଷ୍ଟର ଯାଏ ଯେତିକି ବି ପେପର ଲେଖିବେ ମାନେ ଆପଣଙ୍କର ଫ୍ରଣ୍ଟ ପେଜ୍ ସେମ୍ ରହିବ ଠିକ୍ ଅଛି। ଏତିକିରେ ଆପଣଙ୍କର ସେମ୍ ରହିବ। ଆଉ ଏକାଡେମିକ୍ ଇୟର୍ଟା ବି ଆପଣ ଲେଖିଦେବେ ଆପଣଙ୍କର 2025ରୁ 2027 ଠିକ୍ ଅଛି। ବାସ୍ ଏତିକି ହେଉଛି ଆପଣଙ୍କର ଫ୍ରଣ୍ଟ ପେଜ୍। ସବୁ ସେମିଷ୍ଟରରେ ସେମ୍ ଜିନିଷ, କିଛି ବି ଚେଞ୍ଜେସ୍ ହେବନି ଏଥିରେ। କ୍ଲିୟର ହେଲା? ଫ୍ରଣ୍ଟ ପେଜ୍ ବୁଝିହେଲା? ସମସ୍ତେ ଭଲସେ ବୁଝିକି ଲେଖିବେ, ଭୁଲ ଯେମିତି ନ କରନ୍ତୁ। ଆପଣଙ୍କର ନାଁ ଆସିବ, ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର ଆସିବ, ଆପଣଙ୍କର ପେଡାଗୋଜିସ୍ ପେପର ଆସିବ, ଏକାଡେମିକ୍ ଇୟର୍ ଆସିବ ଠିକ୍ ଅଛି। ଏଇଟା ବ୍ଲାଙ୍କ ଥିବ ମାନେ ଫାଙ୍କା ଥିବ ରୋଲ୍ ନମ୍ବରଟା। ଦେନ୍ ସାର୍ଟିଫିକେଟ୍ ପେଜ୍କୁ ଯିବା। ଦେଖନ୍ତୁ ସାର୍ଟିଫିକେଟ୍ ପେଜ୍ ଆପଣଙ୍କର ଏମିତି ଆସିବ, ତ ଏଥିରେ ବି ଆପଣଙ୍କର ସେମ୍ ଜିନିଷ ଲେଖା ହେଇଥିବ। ଏଥିରେ ଆପଣଙ୍କର ଦୁଇଟା ଅଛି ଦେଖନ୍ତୁ, ତଳେ ବି ଯାହା ଲେଖିବେ ଉପରେ ବି ତାହା ଲେଖିବେ, ମାନେ ଉପରେ ଯାହା ଲେଖିବେ ତଳେ ବି ତାହାକୁ କପି ପେଷ୍ଟ କରିବେ ଠିକ୍ ଅଛି। ତ କ'ଣ ଲେଖାଯାଏ ଦେଖନ୍ତୁ, ଫାଷ୍ଟ ହେଉଛି ଆପଣଙ୍କର ସେମ୍ ଜିନିଷ। ଆପଣ ଯଦି ମିଷ୍ଟର ଅଛନ୍ତି ମାନେ ସେ ଜାଗାରେ ଟିକେ ରାଇଟ୍ କରିଦେବେ, କିମ୍ବା ମିସେସ୍ ହେଲେ ସେମିତି, କୁମାରୀ ହେଲେ ସେମିତି ଠିକ୍ ଅଛି। ତ ଆପଣଙ୍କ ନାଁ ମେନସନ୍ ହେବ। ତଳେ ଆପଣଙ୍କର କ୍ଲାସ୍ଟା ବ୍ଲାଙ୍କ ଥିବ ମାନେ ଛାଡ଼ିଦେବେ, ଦରକାର ନାହିଁ। ରେଜିଷ୍ଟ୍ରେସନ ନମ୍ବରଟା ଲେଖିବେ ଠିକ୍ ଅଛି। ଆଉ ଏଇଟା ହେଉଛି ଦେଖନ୍ତୁ, ଏଇଟା ଗୋଟେ ବଡ଼ ଲେଖା ହେଇଛି, ତ ଏଇଟା ଆପଣ ଲେଖିବେ ଠିକ୍ ଅଛି। ଏଥିରେ କ'ଣ ଲେଖାଯାଏ B.Ed ଲେଖିପାରିବେ ଠିକ୍ ଅଛି। B.Ed ପ୍ରାକ୍ଟିକାଲ ଲେଖିପାରିବେ, ଅଦରୱାଇଜ୍ ଖାଲି B.Ed ଲେଖିଦେଲେ ହେଇଯିବ, ବା ବ୍ୟାଚଲର ଅଫ୍ ଏଜୁକେସନ୍ ଲେଖିଲେ ହେଇଯିବ। ତଳେ ସେଇଟା ଲେଖା ହେଇଛି ଦେଖନ୍ତୁ, ପ୍ରାକ୍ଟିକାଲ ଆଜ୍ ଏ ପାର୍ଟ ଅଫ୍ B.Ed ଲେଖା ହେଇଛି ଦେଖନ୍ତୁ, ଏଇ ଜାଗାରେ ଲେଖା ହେଇଛି ଠିକ୍ ଅଛି। ତ ସେଇଟା ନ ଲେଖିଲେ ବି ହେଇଯିବ। ଆପଣଙ୍କର ଏଇଟା କିଛି ବି ମ୍ୟାଣ୍ଡେଟୋରୀ ନୁହଁ ଠିକ୍ ଅଛି। ଆପଣଙ୍କ ନାଁଟା ମ୍ୟାଣ୍ଡେଟୋରୀ, ଆଉ ରେଜିଷ୍ଟ୍ରେସନ ନମ୍ବର, ଆଉ ଏସବୁ କିଛି ବି ଦରକାର ନାହିଁ, ନ ଲେଖିଲେ ବି ହେଇଯିବ ଠିକ୍ ଅଛି। କ୍ଲାସ୍ଟା ତ ଆପଣ ସବୁବେଳେ ଛାଡ଼ିଦେବେ ଠିକ୍ ଅଛି। କ୍ଲାସ୍ ନମ୍ବରଟା ଏଇଟା ଛାଡ଼ିଦେବେ, କିଛି ଦରକାର ନାହିଁ। ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବରଟା ଲେଖିବେ, ନିଜର ନାଁଟା ଠିକ୍ସେ ଲେଖିବେ, ଆଉ ଏସବୁ ଛାଡ଼ିଦେବେ। ଯଦି ପାରିବେ ଏଇ ଜାଗାରେ B.Ed ଲେଖିଦେଇ ପାରିବେ, କିନ୍ତୁ ଏଇଟା ବି ଦରକାର ନାହିଁ, ତଳେ ଲେଖା ହେଇଛି ଠିକ୍ ଅଛି। ଏଇଟା ବି ଲେଖିଦେବେ, ଆଉ ଉପରେ ଯାହା ଲେଖିଛନ୍ତି ତଳେ ତାହାକୁ ଆଜ କପି ପେଷ୍ଟ କରିକି ପକାଇବେ, ସେମ୍ ଜିନିଷ ସେଥିରେ କିଛି ଚେଞ୍ଜେସ୍ ନାହିଁ ଏଇଥିରେ। କ୍ଲିୟର? ଆଉ ଏଇଟା ଆପଣଙ୍କର କିଛି ଲେଖିବା ଦରକାର ନାହିଁ। ସିଗ୍ନେଚର ଅଫ୍ ଦି କନସର୍ନ ଟିଚର, ଏଇଟା ଆମର ଅଲଗା ଟିଚର ସିଗ୍ନେଚର କରିବେ, ଆଉ ଏଇଟା ହେଉଛି ହେଡ୍ ଅଫ୍ ଦି ଇନଷ୍ଟିଟ୍ୟୁସନ୍ ଠିକ୍ ଅଛି। ତ ଆପଣ ଏଇ ଜାଗାରେ କିଛି ବି ସିଗ୍ନେଚର କରିବେନି ଆପଣଙ୍କର। ଏତିକି କ୍ଲିୟର ହେଲା? ଦେନ୍ ସାର୍ଟିଫିକେଟ୍ ପେଜ୍ଟା ସରିଗଲା। ଆପଣଙ୍କର ନାଁ ଆସିବ, ରେଜିଷ୍ଟ୍ରେସନ ନମ୍ବର ଆସିବ, ଆଉ ଏଇଟା ଲେଖିପାରିବେ, ଅଦରୱାଇଜ୍ ବ୍ଲାଙ୍କ ଛାଡ଼ିଦେଲେ ବି ନୋ ପ୍ରୋବ୍ଲେମ୍ ବୁଝିଲା ଆପଣଙ୍କର ଉପରେ। ନେକ୍ସଟ ଏବେ ଆମର ଇଣ୍ଡେକ୍ସ ଅଛି। ତ ଆପଣମାନେ କମେଣ୍ଟ କରିବେ ସାର୍ ଇଣ୍ଡେକ୍ସ କ'ଣ ଲେଖିବାଟା ଜରୁରୀ? ତ ଫାର୍ଷ୍ଟ ସେମିଷ୍ଟର ଷ୍ଟୁଡେଣ୍ଟମାନଙ୍କ ପାଇଁ ଇଣ୍ଡେକ୍ସ ଲେଖିବାର କିଛି ବି ଆବଶ୍ୟକତା ନାହିଁ। ଫାର୍ଷ୍ଟ ସେମିଷ୍ଟର, ସେକେଣ୍ଡ ସେମିଷ୍ଟର, ଦୁଇଟା ସେମିଷ୍ଟରରେ ଆପଣ ଇଣ୍ଡେକ୍ସ ଲେଖିବାର କିଛି ଦରକାର ନାହିଁ। ଇଣ୍ଡେକ୍ସ ଠିକ୍ ଅଛି। ଇଣ୍ଡେକ୍ସରେ କ'ଣ ଲେଖାଯାଏ, ଆପଣ ସିରିଆଲ ନମ୍ବର ଲେଖିବେ, ଆପଣଙ୍କ ଟପିକ୍ ନାଁ ଲେଖିବେ, ଦେନ୍ ଆପଣଙ୍କର ପେଜ୍ ନମ୍ବର, ଡେଟ୍, ତାପରେ ଏଇଟା ଛାଡ଼ିଦେବା କଥା ଠିକ୍ ଅଛି। ଏସବୁ ଲେଖିବାର କିଛି ଆବଶ୍ୟକତା ନାହିଁ। ଇଣ୍ଡେକ୍ସ ଟୋଟାଲି ଛାଡ଼ିଦେବେ। ଫାର୍ଷ୍ଟ ସେମିଷ୍ଟର, ସେକେଣ୍ଡ ସେମିଷ୍ଟର, ଥାର୍ଡ଼ ସେମିଷ୍ଟରରେ ତ କିଛି ଲେଖିବେନି। ଯଦି ଫୋର୍ଥ ସେମିଷ୍ଟରରେ ଆପଣଙ୍କର ଦରକାର ପଡ଼ୁଛି ଲେଖିବେ ଠିକ୍ ଅଛି। ତ ଫାର୍ଷ୍ଟ ସେମିଷ୍ଟର, ସେକେଣ୍ଡ ସେମିଷ୍ଟର ଛାଡ଼ିଦେବେ, ଆପଣ ଲେଖିବେ ଡାଇରେକ୍ଟ ଯାଇକି ଥାର୍ଡ଼ ସେମିଷ୍ଟରରୁ ଇଣ୍ଡେକ୍ସ ଲେଖିବେ। ଆପଣଙ୍କୁ ଯେଉଁ PDF ମିଳିବ, ଯଦି ସେ PDFରେ ଇଣ୍ଡେକ୍ସ ଲେଖା ହେଇଛି ଆପଣ ଲେଖିବେ, ଆଉ ଯଦି ଲେଖା ହେଇନି ଦେନ୍ ଦରକାର ନାହିଁ ବୁଝିହେଲା। ଆପଣଙ୍କର ଏଜେଣ୍ଟ ଆପଣଙ୍କୁ ଯେଉଁ PDF ପ୍ରୋଭାଇଡ଼ କରିବେ, ସେଇ PDFରେ ଯଦି ଇଣ୍ଡେକ୍ସ ଲେଖା ହେଇଥାଏ ଆପଣ ତାହାକୁ କରିବେ, ଆଉ ଯଦି ନାହିଁ ଦେନ୍ କିଛି ଆବଶ୍ୟକତା ନାହିଁ। ମୁଁ ଆପଣଙ୍କର ଆଜି ଏକ୍ଜାମ୍ପଲ୍ ପାଇଁ ଗୋଟେ ଫାର୍ଷ୍ଟ ସେମିଷ୍ଟରର ଆସାଇନମେଣ୍ଟ ପେପର କାଢ଼ିକି ଦେଖାଉଛି ଠିକ୍ ଅଛି। ତ ଦେଖନ୍ତୁ, ଏଇଟା ହେଉଛି ଗୋଟେ ଆମର ଫାର୍ଷ୍ଟ ସେମିଷ୍ଟର ଆସାଇନମେଣ୍ଟ। ତ ଏମାନେ ତ କିଛି ବି ଲେଖିନାହାନ୍ତି ଦେଖନ୍ତୁ, ଷ୍ଟୁଡେଣ୍ଟ ନେମ୍, ସବଜେକ୍ଟ, ରୋଲ୍ ନମ୍ବର ଏସବୁ କିଛି ଲେଖିନାହାନ୍ତି। ତ ଆପଣଙ୍କର ଡାଇରେକ୍ଟ ଇଣ୍ଡେକ୍ସ ନାହିଁ, ଏଥିରେ ଆକ୍ଟିଭିଟି 1 ଲେଖା ହେଇଛି ଠିକ୍ ଅଛି ବୁଝିହେଲା। ଏମିତି ହିଁ ଆପଣ ଲେଖିବେ। ଦେଖନ୍ତୁ କିଛି ବି ନାହିଁ ଏଥିରେ, କିଛି ଫଟୋ ବି ଆପଣଙ୍କୁ ମିଳିବନି। ମୁଁ ଯେଉଁ ଆପଣଙ୍କୁ କହୁଥିଲି, ଆପଣଙ୍କ ଯଦି ଏଜେଣ୍ଟ ଯାହା ପ୍ରୋଭାଇଡ଼ କରିଛନ୍ତି PDFରେ ଯଦି ଇମେଜେସ୍ ଅଛି, ଆପଣଙ୍କୁ ସେଇଟା ଡ୍ର କରିବାର କିଛି ଆବଶ୍ୟକତା ନାହିଁ। ଇମେଜେସ୍ ଛାଡ଼ିକି ଆଉ ଯାହା ଅଛି ତାହାକୁ ଲେଖି ପକାଇବେ ଠିକ୍ ଅଛି। ଆମେ ବି କରିନଥିଲୁ ଇମେଜେସ୍, ତ ଆମର ତ କିଛି ପ୍ରୋବ୍ଲେମ୍ ହେଇନି। ଆଉ ସେଇଟା ଆପଣଙ୍କର କିଏ ବି ବସିକି ଖାତା ଦେଖିବା ଲୋକ ନାହାନ୍ତି, ଏଇଟା ଯେ ରେକର୍ଡ଼ସ୍
ସେମାନେ ରଖିବେ। ତ ଆପଣଙ୍କର କିଛି ଆବଶ୍ୟକତା ନାହିଁ ଇମେଜେସ୍ ଆପଣ ଟାଇମ୍ ଦେଇକି କରିବେ ହେଲା। ଦେନ୍ ତ ଏବେ କଥା ହେବା ଆପଣଙ୍କର କେତେ ଦିନ ମିଳେ ଆପଣ ଆସାଇନମେଣ୍ଟ ସବମିଟ୍ କରିବେ, ଠିକ୍ ଅଛି। ତ ଆସାଇନମେଣ୍ଟ ସବମିଟ୍ କରିବାକୁ ଆପଣଙ୍କର ଏକ୍ଜାମ୍ ସରିବା ପରେ କେଉଁ ଏଜେଣ୍ଟ କୁହନ୍ତି 10 ଦିନ, କିଏ କହନ୍ତି 15 ଦିନ, କିନ୍ତୁ ମ୍ୟାକ୍ସିମମ୍ ଆପଣଙ୍କୁ ଗୋଟେ ମାସ ସମୟ ମିଳେ ଏକ୍ଜାମ୍ ସରିବାର। ତାହା ଭିତରେ ଆପଣ ଲେଖିକି ବାଇ ପୋଷ୍ଟ ଯଦି ପଠାଇ ପାରିବେ ପଠାଇବେ, ଅଦରୱାଇଜ୍ ଆପଣଙ୍କ ଏଜେଣ୍ଟ ପାଖରେ ଆପଣ ସବମିଟ୍ କରିବେ, ଠିକ୍ ଅଛି। ତ ଆଉ ଥରେ କହୁଛି ଭଲସେ ବୁଝନ୍ତୁ, ଆପଣଙ୍କର ଫାର୍ଷ୍ଟ ସେମିଷ୍ଟର ଆସାଇନ୍ ହେଉ କିମ୍ବା ଫୋର୍ଥ ସେମିଷ୍ଟର କିମ୍ବା ଯାହା ବି ଆସାଇନମେଣ୍ଟ ଆପଣ ଲେଖିବେ, ତ ସବୁ ଆସାଇନମେଣ୍ଟରେ ଆପଣଙ୍କର ଏଜେଣ୍ଟ ଯାହା ବି PDF ପ୍ରୋଭାଇଡ଼ କରିବ ତାହାକୁ ଦେଖିକି ଆପଣ ଲେଖିବେ, ଠିକ୍ ଅଛି। ସେଥିରେ ଯଦି ଇମେଜେସ୍ ଥାଏ ଆପଣ ଇମେଜେସ୍ କରିବା ଦରକାର ନାହିଁ, ଇମେଜେସ୍ ଛଡ଼ା ଆଉ ସବୁ ଯାହା ବି ଥିବ ତାହାକୁ ଲେଖି ପକାଇବେ, କ୍ଲିୟର ହେଲା। ଆଉ ଆପଣଙ୍କର ଯଦି ଖାତା ଆପଣଙ୍କର ଏଜେଣ୍ଟ ସାନ ଦେଇଥିବେ, ଠିକ୍ ଅଛି। ସାନ ମାନେ କ'ଣ, ଆପଣଙ୍କର ଯଦି 10ରୁ 15ଟା ପେଜେସ୍ ରହୁଛି, ଆପଣଙ୍କର PDFରେ 100 ପେଜ୍ ରହୁଛି, ତ କିଛି ଓରି ହେବାର ଆବଶ୍ୟକତା ନାହିଁ। ଆପଣଙ୍କର ଖାତାରେ ଯେତିକି ଧରିବ ଆପଣ ସେତିକି ଲେଖିବେ। ଏମିତି ନୁହଁ ଆପଣ 115, 120ଟା ପେଜ୍ ହିଁ ଲେଖିବେ, କିଛି ଆବଶ୍ୟକତା ନାହିଁ, ଠିକ୍ ଅଛି। ଯେତେବେଳେ ଥାର୍ଡ଼ ଫୋର୍ଥ ସେମିଷ୍ଟର ଆଡ଼କୁ ଯିବେ ସେତେବେଳେ ଆପଣଙ୍କୁ ଟିକେ ମୋଟା ମୋଟା ଇଣ୍ଟର୍ନସିପ୍ ରେକର୍ଡ଼ ଯାକ ଲେଖିବାକୁ ପଡ଼ିବ, ଅଦରୱାଇଜ୍ ଆପଣଙ୍କୁ ପତଳାଟା ହିଁ ଲେଖିବାକୁ ମିଳିବ, ଠିକ୍ ଅଛି। ତାହାକୁ ଲେଖିବେ। ହଁ, ଆଉ ଗୋଟେ ଡାଉଟ୍ ଥିଲା ଆପଣଙ୍କର, ସାର୍ ଆସାଇନମେଣ୍ଟ ଆମେ କାହାକୁ ମାନେ ଅଦର ପିଲାମାନଙ୍କୁ ଦେଇକି ଲେଖି ହେବ କି, ମାନେ ସେମିତି ହେଲେ ପ୍ରୋବ୍ଲେମ୍ ହୁଏ କି? ତ ଆପଣ ଦେଖନ୍ତୁ ଲେଖେଇ ପାରିବେ, ଠିକ୍ ଅଛି। ତ ସେଥିରେ କିଛି ପ୍ରୋବ୍ଲେମ୍ ହୁଏନି, ବହୁତ ପିଲାମାନେ ସେମିତି କରନ୍ତି। କିନ୍ତୁ ନିଜେ ଲେଖିଲେ କ'ଣ ହୁଏ ନା, ଆପଣଙ୍କର ଆସାଇନମେଣ୍ଟ ଆପଣଙ୍କର ପାଠ ଥାଏ, ନିଜେ ଲେଖିଲେ ଟିକେ ଆପଣଙ୍କର ରିଭାଇଜ୍ ହେଇଯିବ, ଆଉ ଆପଣଙ୍କର ପାଠଟା ବି ଆପଣଙ୍କୁ ଟିକେ ଟିକେ ମନେ ରହିଯିବ, ଠିକ୍ ଅଛି। ଆପଣ ମାନେ କୌଣସି ଜବ୍ରେ ଅଛନ୍ତି ପାର୍ଟ ଟାଇମ୍ କିମ୍ବା ଆପଣ କୌଣସି ପ୍ରାଇଭେଟ୍ରେ, ଦେନ୍ ଆପଣ ଅଦର କାହାକୁ ଦେଇକି ବି ଲେଖିପାରିବେ, ଠିକ୍ ଅଛି। ଏମିତି କରାଯାଏ, ତ ଏମିତି ହୁଏ, ଏଇଟା କିଛି ବଡ଼ ମ୍ୟାଟର୍ ନୁହଁ, ଠିକ୍ ଅଛି। ତ ବୁଝିପାରିଲେ ଆଇ ହୋପ୍ ଆପଣ କେମିତି କ'ଣ ଲେଖିବେ, ଆପଣଙ୍କର ଖାତା କାହାକୁ ଦେଇକି ଲେଖେଇ ପାରିବେ, ନିଜେ ଲେଖିପାରିବେ ନା କ'ଣ, କେତେ ମାସ ଭିତରେ ସବମିଟ୍ କରିବେ, ଠିକ୍ ଅଛି। ସବୁ ଆଇ ଥିଙ୍କ ଆପଣମାନେ ବୁଝିପାରିଛନ୍ତି। ତ ବୁଝିହେଲା। ତ ଏମିତି ହିଁ ଲେଖନ୍ତୁ। ଆସାଇନମେଣ୍ଟରେ ଆପଣଙ୍କର ମାର୍କ କାଟନ୍ତିନି, ଯେମିତି ମାନେ ହ୍ୟାଣ୍ଡ ରାଇଟିଂ ଥାଏ ସେଇ ହିସାବରେ ମାର୍କ ମିଳେ। ସେ ଗୋଟେ ଦୁଇ ମାର୍କ କଟାଯାଏ, ଅଦରୱାଇଜ୍ ମାର୍କ ଫୁଲ୍ ହିଁ ମିଳେ ସବୁବେଳେ, ଠିକ୍ ଅଛି। ତ ଲେଖିବାକୁ ପଡ଼ିବ, ନ ଲେଖିଲେ ମାର୍କ କେମିତି ମିଳିବ? ଏମିତି ନୁହଁ ଆପଣଙ୍କର 10ଟା ଲେଖିବାକୁ କହିଦେବ ଟପିକ୍ ଆପଣ 2ଟା ଲେଖିବେ, ସେମିତି ହେଲେ ହୁଏନି ନା। ଲେଖିବେ, ଯଦି ନିଜେ ନ ପଢ଼ନ୍ତି କାହାକୁ ଦେଇକି ଲେଖନ୍ତୁ, କିନ୍ତୁ ଖାତାରେ ଯେତିକି ଧରୁଛି ଖାତାଟା ପୁରା ଫୁଲ୍ କରିଦେବେ ହେଲା। ଖାତା ବ୍ଲାଙ୍କ ଛାଡ଼ିବେନି। ଯଦି ଆପଣଙ୍କର PDFରେ ବେଶୀ ପେଜେସ୍ ଅଛି, ଖାତାଟା ପୁରା ଫୁଲ୍ ପକାଇବେ। ଆଉ କେତେଟା PDFରେ ତ 5ରୁ 10ଟା ପେଜ୍ ଥାଏ, ତ ଆପଣଙ୍କର ପେଜ୍ ସେ ବଳକା ରହିଯାଏ। ତ ବଳକା ରହିଲେ ନୋ ପ୍ରୋବ୍ଲେମ୍, କିନ୍ତୁ ଆପଣଙ୍କର PDFରେ ଯେମିତି ଥିବ ତାହାକୁ ଲେଖିବେ, ବୁଝିହେଲା। ଏତିକି ଥିଲା ଆପଣଙ୍କର ଆସାଇନମେଣ୍ଟ ଡାଉଟ୍ ଭିଡ଼ିଓ। ଯଦି ଆପଣଙ୍କର କିଛି ବି ଅଦର ଡାଉଟ୍ ଅଛି ବା କିଛି ବି ମିସ୍ ଆଉଟ୍ କରିଦେଇଛି ମୁଁ, ତାହାକୁ ଆପଣ ଲେଖିପାରିବେ। ମୁଁ ନିହାତି ଆପଣଙ୍କର କମେଣ୍ଟକୁ ଦେଖିବି ଆଉ ଆନ୍ସର୍ ନିହାତି କରିବି। ତ ରଖୁଛି। ଯଦି ଆପଣମାନେ ସେକେଣ୍ଡ ସେମିଷ୍ଟର ପ୍ରିପାରେସନ୍ ଆମ ସହିତ କରିବାକୁ ଚାହୁଁଛନ୍ତି, ତ ନିହାତି ମୋ ସହିତ କଣ୍ଟାକ୍ଟ କରିପାରିବେ। ଆପଣଙ୍କର ସେକେଣ୍ଡ ସେମିଷ୍ଟରରେ ବେଟର୍ ନୋଟ୍, ବେଟର୍ ହ୍ୟାଣ୍ଡ ରାଇଟିଂ ନୋଟ୍ ସହିତ ବେଟର୍ PPT ନୋଟ୍, ତାପରେ ଟାଇପିଂ ନୋଟ୍, ଆପଣଙ୍କର ChatGPTର ନୋଟ୍, ଯେମିତି ବର୍ତ୍ତମାନ ସବୁ ଟ୍ରେଣ୍ଡିଂ ଚାଲିଛି, ସବୁ ଆପଣଙ୍କୁ ପ୍ରୋଭାଇଡ଼ କରାହେବ। ତ ଯଦି ଚାହୁଁଛନ୍ତି ନିହାତି ଡିସ୍କ୍ରିପ୍ସନରେ ମୋର WhatsApp ନମ୍ବର ଅଛି, କଣ୍ଟାକ୍ଟ କରିପାରିବେ। ଅଦରୱାଇଜ୍ ଆପଣ ଯେଉଁଠାରୁ ବି ନେଇକି ପଢ଼ୁଛନ୍ତି ପଢ଼ନ୍ତୁ, ଠିକ୍ ଅଛି। ଏକ୍ଜାମ୍ ବହୁତ ଜଲ୍ଦି ହେଇଯାଏ। ଫାର୍ଷ୍ଟ ସେମିଷ୍ଟର ଦେଇଛନ୍ତି ମାନେ ସେକେଣ୍ଡ ସେମିଷ୍ଟର ୱିଦିନ୍ 3 ମନ୍ଥ ଭିତରେ ଆପଣ ଦେଖିବାକୁ ପାଇବେ, ଠିକ୍ ଅଛି। ତ ପଢ଼ାପଢ଼ି ଷ୍ଟାର୍ଟ କରିଦିଅନ୍ତୁ। ଖାଲିଟାରେ ବସିବା ଠିକ୍ ହେବନି। ତ ରହିଲି, ଭଲ ରୁହନ୍ତୁ, ଭଲ କରନ୍ତୁ। ଆଉ ଯଦି କିଛି ଡାଉଟ୍ ରହିଗଲା ତ ନିହାତି କମେଣ୍ଟ ସେକ୍ସନ୍ ଆଭେଲେବଲ୍ ଅଛି, ଆପଣ ନିହାତି କମେଣ୍ଟ କରିପାରିବେ। ତ ରହିଲି, ଭଲ ରୁହନ୍ତୁ, ଭଲ କରନ୍ତୁ, ଯାହାଫଳରେ ଆପଣଙ୍କ ସହିତ ନିହାତି ଭଲ ହେବ। ଧନ୍ୟବାଦ।